ବାରେ କେତେ ସୁଆଦିଆ ଲାଗୁଛି, ସତେ ଯେମିତି ନଡ଼ିଆ ଲଡୁ ମୁଁ ଖାଉଛି। ସଙ୍ଗାତ, ଏ ଶବ୍ଦ କୋଉଠୁ ଆସୁଛି? ଭୋକ ବିକଳରେ ମରିବି ଭାଇ, ଆଉ ଗାଁ ମୁହଁ ଚାହିଁବି ନାହିଁ। ଭୋକ ବିକଳରେ ମରିବି ଭାଇ, ଆଉ ଗାଁ ମୁହଁ ଦେଖିବି ନାହିଁ। କି ଲୁଣିଲ ସାଙ୍ଗ, ମୋର ବାନ୍ତି ହେଇଯିବ କଣ? ଡଙ୍ଗା ଚାରି ପାଖ ପାଣି ଦେଖି ଦେହ ମୋର ଶୀତେଇ ଗଲାଣି, ଗଲଗଲ ଲାଗେ ସଲସଲ ଲାଗେ କୁଣ୍ଡେଇ ହେଲାଣି। ଗୋଟିଏ ଜଙ୍ଗଲରେ ଗୋଟିଏ ବିଲେଇ ଓ ଗୋଟିଏ ମୂଷା ରହୁଥିଲେ। ସେ ଦୁଇ ଜଣ ଖୁବ୍ ଭଲ ସାଙ୍ଗ ଥିଲେ। ଦୁହେଁ ଚରି ବୁଲି ଆସି କିଛି ସମୟ ଗପ ନ ମାରିଲେ କି ହସ ମଜା ନ କଲେ ସେମାନଙ୍କୁ ରାତିରେ ନିଦ ହୁଏନି। ବିଲେଇ ନାନୀ ନଦୀ କୂଳକୁ ଯାଇ ମାଛ ଶିକାର କରେ ଓ ଗଛ ଉପରକୁ ଚଢ଼ି ଚଢ଼େଇ ମାନଙ୍କୁ ଶିକାର କରି ଖାଏ। ଓ ମୂଷା ମାଟି ତଳୁ ଫଳମୂଳ ଓ ପଡ଼ିଥିବା ଫଳମଞ୍ଜି ଖାଏ। ଦୁହେଁ ସେ ଜଙ୍ଗଲରେ ବେଶ ଖୁସିରେ ଥିଲେ। ଦିନକର କଥା, ମୂଷା ବିଲେଇକୁ କହିଲା, ସଙ୍ଗାତ, ପ୍ରତିଦିନ ଏ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ଏସବୁ ଆଉ ଭଲ ଲାଗୁନି। ପାଟିକୁ ପିତା ପିତା ଲାଗିଲାଣି। ଚାଲୁନ ଆମେ ସେ ନଈ ସେପଟ ଯୋଉ ଗାଁଟି ଦେଖାଯାଉଛି ସେଇ ଗାଁକୁ ଚାଲିଯିବା। ତମେ ସେଠି ଲୋକଙ୍କ ଘରେ ପଶି ମାଛ ଶୁଖୁଆ, କ୍ଷୀର, ଭାତ ଓ ଆହୁରି ଅନେକ ସୁଆଦିଆ ଖାଦ୍ୟ ଖାଇବାକୁ ପାଇବ। ଓ ମୁଁ ଲୋକଙ୍କ ଅମାର ତାଡ଼ି ଧାନ, ମୁଗ, ଚାଉଳ, ଗହମ ଇତ୍ୟାଦି ଖାଇବି। ସଙ୍ଗାତ, ଏଥିରେ ତୁମର ମତ କଣ କହିଲ ଦେଖିଆ? ବିଲେଇ ଏକଥା ଶୁଣି ଖୁସି ହୋଇଗଲା। ପୁଣି କଣ ଭାବି ମନ ଦୁଃଖ କରି ବସିଲା। କହିଲା, ସଙ୍ଗାତ, ଭଲ ହୁଅନ୍ତା ଯେ, ହେଲେ ଏତେ ବଡ଼ ନଈ 15 କି 20 କୋଶ ହେବ। ଆମେ ତ ପହଁରା ଜାଣିନେ, ସେଠିକି ଯିବା କେମିତି? ମୂଷା କହିଲା, ସଙ୍ଗାତ, ଅଛି ଅଛି ସେଥିପାଇଁ ଉପାୟ ଅଛି। ବନ୍ଧୁ, କଥାରେ ପରା ଅଛି, ଇଚ୍ଛା ଶକ୍ତି ଦୃଢ଼ ଥିଲେ ଉପାୟ ବଳେ ବଳେ ଆସେ। ହେଲେ ଉପାୟଟା କଣ କୁହ? ଯଦି ମନକୁ ପାଇଲା ତାହେଲେ ନିଶ୍ଚୟ କାମରେ ଲଗାଇବା। ସଙ୍ଗାତ, ଆମେ ଗୋଟେ ଡଙ୍ଗା ତିଆରି କରି ସେଥିରେ ସେପାରିକି ଯିବା। ନଦୀର ସୁଲୁସୁଲିଆ ପବନ ବାଜୁଥିବ, ତା ସାଙ୍ଗକୁ ନଦୀ କୁଳୁ କୁଳୁ ନାଦରେ ଗୀତ ଗାଉଥିବ। ଭାରି ମଜା ଲାଗିବ। ଏତେ ଖୁସି ଲାଗିବ ଯେ ଭୋକ ଶୋଷ ପୁରା ଲାଗିବନି। ବିଲେଇ କହିଲା, ସଙ୍ଗାତ, ତୁମେ ଯୋଉ ଡଙ୍ଗା କଥା କହିଲ, ଆମକୁ କଣ ସେ ଡଙ୍ଗା ତିଆରି କରି ଆସିବ? ଯଦି ଡଙ୍ଗା ତିଆରି ହୋଇଯିବ ତାହେଲେ ଆଉ ଚିନ୍ତା କଣ, ଆମେ ସେପାରିକି ନିଶ୍ଚୟ ଯିବା। ମୂଷା କହିଲା, ସଙ୍ଗାତ, ତମେ ଏଇଠି ଟିକେ ଅପେକ୍ଷା କର, ମୁଁ କିଛି ଯୋଗାଡ଼ କରୁଛି। ମୂଷା ସେଇଠୁ ଯାଇ ଗୋଟିଏ ଖଜୁରୀ ଗଛକୁ ତା ଦାନ୍ତରେ କାଟି କାଟି ତଳେ ପକାଇଦେଲା ଓ ସେ ଗଛରୁ ଗୋଟିଏ ଗଡ଼କୁ ଗଡ଼େଇ ଗଡ଼େଇ ଆଣି ବିଲେଇ ପାଖକୁ ଆସିଲା। କହିଲା, ସଙ୍ଗାତ, ହେଇ ଦେଖ, ଏଇ ହବ ଆମର ଡଙ୍ଗା। ଆମେ ଦୁହେଁ ଏଥିରେ ଆରାମରେ ବସି ନଦୀ ଆରପାରକୁ ଚାଲିଯିବା। ଏହା କହି ତା ଦାନ୍ତରେ କାମୁଡ଼ି କାମୁଡ଼ି ସେ ଗଡ଼କୁ ଖୋଳି ଡଙ୍ଗା କରିବାକୁ ଲାଗିଲା। ବିଲେଇ କହିଲା, ହଁ ସଙ୍ଗାତ, ଆମେ ଏଥିରେ ଦୁଇ ଜଣ ବେଶ ଆରାମରେ ବସି ଯାଇପାରିବା। ବିଲେଇ ସେ ଡଙ୍ଗା ଉପରକୁ ଯାଇ ନଖରେ ମୁନିଆ କେଞ୍ଚ ସବୁ ଆମ୍ପୁଡ଼ି
ସଫାସୁତୁରା କରିଦେଲା ଓ କହିଲା, ଏଇ ଦେଖ ସଙ୍ଗାତ, ଏଥର ଡଙ୍ଗା ପୁରା ରେଡି, ପାଣିରେ ପୁରା ସାଁ ସାଁ ଯିବ। ତାପରେ ଦୁହେଁ 2 ଖଣ୍ଡ ବରଡାଳ ଭାଙ୍ଗି କାତ ମାରିବା ପାଇଁ ଡଙ୍ଗାରେ ଥୋଇଲେ। ଦୁହେଁ କିଛି କିଛି ଖାଇବା ଜିନିଷ ଡଙ୍ଗାରେ ରଖିଲେ। ବାଟରେ ଯଦି ଭୋକ ହୁଏ ତାଙ୍କୁ ଖାଇବାକୁ ପଡ଼ିବ। ତାପରେ ଆଗ ପଛ କିଛି ଚିନ୍ତା ନ କରି ନଦୀରେ ଡଙ୍ଗାକୁ ପକାଇ 2 ଜଣ ବସି ପଡ଼ି କାତ ମାରିବାକୁ ଲାଗିଲେ। ଡଙ୍ଗାଟି ଆଗକୁ ଆଗକୁ ଚାଲିଲା। 2 ଜଣଙ୍କୁ ଭାରି ମଜା ଲାଗୁଥାଏ। ବିଲେଇ ଓ ମୂଷା ଦୁହେଁ ଗୀତ ଗାଇ ଗାଇ ଡଙ୍ଗା ଆନନ୍ଦରେ ଚାଲିଥାଏ। ପାଣି ଦେଖି ଦେହ ମୋର ଶୀତେଇ ଗଲାଣି, ଗଲଗଲ ଲାଗେ ସଲସଲ ଲାଗେ କୁଣ୍ଡେଇ ହେଲାଣି, ଗାଁଟି ଲାଗେ ବହୁତ ସଲସଲ ଦୂରରେ ଲାଗେ ଝାପ୍ସା କୁଣ୍ଡେଇ ଦିଶୁଥାଏ। ହେଲାଣି। 20 କୋଶ ନଈ, ତା ସେପଟେ ଯାଇ ଗାଁ। କଣ ଏତେ ସହଜ ନା କଣ? ଦିନେ ଗଲା, 2 ଦିନ ଗଲା, ଚାହୁଁ ଚାହୁଁ 3 ଦିନ ବି ବିତିଗଲା। ବିଲେଇ ଖାଇବାକୁ ନେଇଥିବା ଚଢ଼େଇ ମାଉଁସ ସବୁ ସରିଗଲାଣି। ତାକୁ ଏବେ ଭୀଷଣ ଭୋକ। ତାର ଆଉ କାତ ମାରିବା ପାଇଁ ବଳ ନାହିଁ। ମୂଷା ପାଖରେ ବି ଆଉ କିଛି ଖାଇବାକୁ ନାହିଁ। ତାକୁ ବି ଭୀଷଣ ଭୋକ। 2 ଜଣଙ୍କ ପେଟ ଭୋକରେ ଜଳୁଥାଏ। କଣ କରିବେ? ଦୁହିଁଙ୍କର ଭାଳେଣି ପଡ଼ିଲା। ବିଲେଇ କହିଲା, ସଙ୍ଗାତ, ଭୋକ ବିକଳରେ ଉଡ଼ିଲା ହଂସା, କେତେ ବାଟ ଆଉ ଅଛି ରେ ମୂଷା? ମୂଷା ତ ବାଟ କଢ଼େଇ ଆଣିଛି, ସିଏ ଆଉ ଯାଏ କୁଆଡ଼େ? କହିଲା, ସଙ୍ଗାତ, ହେଇ ପରା ଗାଁ ଦିଶିଲାଣି, ଆଉ ଅଳ୍ପ ବାଟ। ଦେଖୁନା କେମିତି ସୁଲୁସୁଲିଆ ପବନ ଦଉଛି। ତମେ ଟିକେ ଶୋଇପଡ଼, ଶୋଇପଡ଼, ଶୋଇପଡ଼। ଉଠିଲା ବେଳକୁ ଦେଖିବ ଗାଁ ପାଖରେ ପହଞ୍ଚି ଯାଇଥିବ। ତମେ ଟିକେ ଶୋଇପଇଲ। ବିଲେଇ ତ ସୁକୁମାରିଆଟା, ଭୋକ ସେ ଜମା ସମ୍ଭାଳି ପାରେନି। ଆଉ ଭୋକ ବିକଳରେ କାହାକୁ ବା ନିଦ ନ ମାଡ଼ିବ? ଚାହୁଁ ଚାହୁଁ ତା ଆଖିକୁ ନିଦ ଆସିଗଲା। ହେଲେ ଡଙ୍ଗା ଟିକେ ଚହଲି ଗଲେ ତାର ଛଟ ଛଟ ନିଦ ଭାଙ୍ଗି ଯାଉଥାଏ। ନିଦ ବାଳରେ ଡାକ ଛାଡୁଥାଏ, ମୂଷାରେ, ପେଟରେ ମୋ ଲାଗିଲାନି, ଆଉ କେତେ ବାଟ ଅଛି ରେ ଗାଁ? ମୂଷା ଚିଁ ଚିଁ ହୋଇ କହୁଥାଏ, ସଙ୍ଗାତ, ଭାରି ଭୋକ ଲାଗିଲାଣି, ଚାଲ ପାଣି ମୁନ୍ଦେ ମୁନ୍ଦେ ପିଇଦବା, ନହେଲେ ଏ ଜୀବନଟି ଛାଡ଼ିଯିବ। ହଁ ସାଙ୍ଗ, ହଁ, ଚାଲ ଚାଲ ପାଣି ଟୋପା ଟୋପା ପିଇଦବା। ଦୁହେଁ ତରବର ହୋଇ ପାଣି ଢୋକେ ଢୋକେ ପାଟିକି ନେଉ ନେଉ କି ଲୁଣିଲ ସାଙ୍ଗ, ମୋର ବାନ୍ତି ହେଇଯିବ କଣ? ମୁଁ ବାନ୍ତି କରିଦେବି। ହଁ ରେ ସାଙ୍ଗ, ମୋର ବି ସେଇ ଅବସ୍ଥା। ମୋ ପେଟ ଖାଲି ଗୁରାଟି ହୋଇଯାଉଛି। ଏଣେ ପେଟରେ ଭୀଷଣ ଭୋକ, ସେଥିରେ ପୁଣି କାତ ମରା କଷ୍ଟ। ବିଲେଇ ହାଲିଆ ହୋଇ ଆପଣା ପଞ୍ଝାରେ ମୁହଁକୁ ଗୁଞ୍ଜି ଶୋଇପଡ଼ିଲା। ଏଣେ ମୂଷାର ବି ସମାନ ଦଶା। ସିଏ ବି ଡଙ୍ଗାରେ ହାତ ଗୋଡ଼ ଜାକି ଶୋଇପଡ଼ିଲା। ଡଙ୍ଗା ସେମିତି ଆପଣା ଛାଏଁ ଛାଏଁ ଭାସି ଭାସିକା ଚାଲିଥାଏ। ନଈ ଆରପାରିରେ କେବେ ଲାଗିବ କେଜାଣି? ନଈ ଆରପାରିକି ଆଖି ପାଉନଥାଏ। ଚାହୁଁ ଚାହୁଁ 4 ଦିନ ଯାଇ 5 ଦିନ ହେଲା। ବିଲେଇ ଭୋକ ବିକଳରେ ଗୀତ ଗାଉଥାଏ, ଭୋକ ବିକଳରେ ମରିବି ଭାଇ, ଆଉ ଗାଁ ମୁହଁ ଚାହିଁବି ନାହିଁ। ଭୋକ ବିକଳରେ ମରିବି ଭାଇ, ଆଉ ଗାଁ ମୁହଁ ଦେଖିବି ନାହିଁ। এই ଗୀତ ବୋଲୁ ବୋଲୁ ବିଲେଇ ଶୋଇପଡ଼ିଲା।
ମୂଷା ଭୋକରେ ରହି ରହି ତା ମୁଣ୍ଡକୁ ଗୋଟେ ଉପାୟ ଆସିଲା। ସିଏ ଭାବିଲା, ଆରେ ମୁଁ ଗୋଟେ ଏଡେ ବୋକାଟା, ମୁଁ ଖାଦ୍ୟ ଉପରେ ବସି ଆଜି ପର୍ଯ୍ୟନ୍ତ ଭୋକରେ ଅଛି। ମୁଁ ଯେତେବେଳେ ଖଜୁରୀ ଗଛ ଡଙ୍ଗା ତିଆରି କରିବା ପାଇଁ ତାଡୁଥିଲି, ସେ ଭାରି ମିଠା ଲାଗୁଥିଲା। କଞ୍ଚା ଖଜୁରୀ ଗଛ ଶସ ତ ଭାରି ମିଠା ଲାଗେ। ସିଏ ଯାଏ ଶୁଖି ନଥିବ, ମୁଁ ଯାଉଛି ସେଇ ଡଙ୍ଗାରୁ କିଛି ତାଡ଼ିକିରି ଖାଇଦେବି। ଏହା ଭାବି ସେ ଖଜୁରୀ ଗଛକୁ କୁଟୁରୁ କୁଟୁରୁ କରି ଦାନ୍ତରେ କୋରି କୋରି ତା ରସ ପିଇଲା ଓ ତାପରେ ଯଥେଷ୍ଟ ବଳ ମଧ୍ୟ ହୋଇଗଲା। କୁଟୁରୁ କୁଟୁରୁ ଶବ୍ଦ ଶୁଣି ବିଲେଇର ନିଦ ଭାଙ୍ଗିଗଲା। ବିଲେଇ ପଚାରିଲା, ସଙ୍ଗାତ, ଏ ଶବ୍ଦ କୋଉଠୁ ଆସୁଛି? ମୂଷା ଚିଁ ଚିଁ ହୋଇ କହିଲା, ସଙ୍ଗାତ, ଇଏ ଜୀବନ ପ୍ରତି ମୋର ଆଉ ଆଶା ନାହିଁ। ଶୋଇ ଶୋଇ ଖାଲି ସ୍ୱପ୍ନ ଦେଖୁଛି। ତୁମେ ବି ସ୍ୱପ୍ନ ଦେଖୁଥିବ। ଶୋଇପଡ଼, ଶୋଇପଡ଼ ସାଙ୍ଗ, ଶୋଇପଡ଼। ବିଲେଇ ପୁଣି ନିଦରେ ଶୋଇ ଘୁଙ୍ଗୁଡ଼ି ମାରିଲା। ମୂଷା ବେଳକାଳ ଉଣ୍ଡି ପୁଣି ଯାଇ କୁଟୁରୁ କୁଟୁରୁ କରି ଖଜୁରୀ ରସ ପିଇବାକୁ ଲାଗିଲା। ବାବାରେ, କେତେ ସୁଆଦିଆ ଲାଗୁଛି, ସତେ ଯେମିତି ନଡ଼ିଆ ଲଡୁ ମୁଁ ଖାଉଛି। ଏତେ ସୁଆଦିଆ ଖାଦ୍ୟ ଥାଉ ଥାଉ ମୁଁ ଆଜି ଯାଏ ଉପାସରେ ରହିଛି। ଏମିତି କୁଟୁରୁ କୁଟୁରୁ ଶବ୍ଦରେ ବିଲେଇ ନିଦ ପୁଣି ଭାଙ୍ଗିଗଲା। ଏଥର ବିଲେଇ କହିଲା, ସଙ୍ଗାତ, ହୋ ସଙ୍ଗାତ, ସଙ୍ଗାତ, ହୋ ସଙ୍ଗାତ। ମୂଷା ଏଥର ନିଘୋଡ଼ ନିଦରେ ଶୋଇ ଘୁଗୁଡ଼ି ମାରିବାର ଅଭିନୟ କଲା। ବିଲେଇ କହିଲା, ନା ନା, ମୂଷା ତ ନିଦରେ ଘୁଗୁଡ଼ି ମାରୁଛି, ମୁଁ ବୋଧେ ପୁଣି ସ୍ୱପ୍ନ ଦେଖୁଥିଲି କଣ? ଆଉ ଭୋକ ବିକଳରେ ମୁଁ ଖାଲି ସ୍ୱପ୍ନ ଦେଖିବାରେ ଲାଗିଲି। ଏହା କହି ପୁଣି ଶୋଇ ଘୁଗୁଡ଼ି ମାରିଲା। ମୂଷା ପୁଣି ଯାଇ କୁଟୁରୁ କୁଟୁରୁ କରି ଖାଇବାକୁ ଲାଗିଲା। ଏମିତି ଖାଉ ଖାଉ ଡଙ୍ଗାରେ ଗୋଟିଏ ବଡ଼ କଣାଟିଏ ହୋଇଗଲା। ସେ କଣା ଦେଇ ଡଙ୍ଗା ଭିତରକୁ ଲୁଣି ପାଣି ପଶି ଆସିଲା। ମୂଷା ଏକଥା ଦେଖି ଥରିବାକୁ ଲାଗିଲା। ଦେଖିଲା କୂଳଟା ନିକଟ ହୋଇଗଲାଣି। ସେ ମନକୁ ବୁଝେଇଦେଲା, ନାଇଁ ମ, ଏଇ ତ କୂଳ ଦିଶିଲାଣି, କିଛି ସମୟ ଭିତରେ କୂଳରେ ଲାଗିଯିବ। ଏହି ସମୟରେ ବିଲେଇ ଦେହରେ ଯେମିତି ପାଣି ଲାଗିଛି, ତା ନିଦ ଛଟକିନି ଭାଙ୍ଗିଗଲା। ଚାଉଁକିନା ଡେଇଁ ପଡ଼ି କହିଲା, ଏ ଡଙ୍ଗାରେ କେମିତି ପାଣି ପଶିଲା ବେ? ମୂଷା ମିଛରେ ନିଦରୁ ଉଠିଲା ଭଳି କହିଲା, ଡଙ୍ଗାରେ ପାଣି ପଶିଗଲା? ଏ କେମିତି ହେଲା? ମୁଁ ତ ଶୋଇ ପଡ଼ିଥିଲି, ମୁଁ ତ ଜାଣିନି। ସଙ୍ଗାତ, ଏବେ ଆମେ କଣ କରିବା? ଏବେ ଆମେ ମରିଯିବା ସଙ୍ଗାତ, ଏବେ ଆମେ ମରିଯିବା। ବିଲେଇ ବଡ଼ ବଡ଼ ଆଖି କରି ଡଙ୍ଗାକୁ ଚାହିଁ ଦେଖିଲା। ଖଜୁରୀ କାଠ ଗୁଣ୍ଡ ସବୁ ପାଣିରେ ଭାସୁଛି, ଆଉ ମୂଷା ପାଟିରେ ଖଜୁରୀ ଗଛର ରସ ଲାଗିଛି। ତାର ଆଉ ବୁଝିବାରେ କିଛି ବାକି ରହିଲାନି। ବିଲେଇ ନିଶକୁ ଫୁଲାଇ କହିଲା, ଆଚ୍ଛା, ତୁ ଏତେ ଚାଲାକ? ତୁ ଏଡେ ଚୁପ ଶୈତାନ ଅଛୁ? ରହ, ଆଜି ତତେ ମୁଁ ଖାଇ ମୋର ଭୋକ ମେଣ୍ଟେଇବି। ଏଇ କଥା କହି ତାର ସବୁ ବଳ କଟାଇ ମୂଷା କାନକୁ ମୋଡ଼ି ଦେଲା ଦି ଜାବୁଡ଼ା। ଓ ଦୁଇ ଜଣ ଯାକ ସେଇ ଡଙ୍ଗା ପାଣିରେ ଗଡ଼ା ପଡ଼ା ହେଲେ। ମୂଷା ତ ଭାରି ଚାଲାକ, କହିଲା, ସଙ୍ଗାତ, ଆମେ ଦୁଇ ଜଣ ଯଦି ଏଇ ଡଙ୍ଗା ଉପରେ ଏମିତି ମାଡ଼ଗୋଳ ହେବା ନା, ଏଇ ଡଙ୍ଗାଟି ଏଇଠି ବୁଡ଼ିଯିବ, ଆଉ ଆମେ ଦୁଇ ଜଣ ଏଇ ପାଣିରେ ବୁଡ଼ି ପାଣି ପିଇ ପିଇ ମରିଯିବା। ହଁ, ମୋ ଅଜାଣତରେ ମୋ ଦ୍ୱାରା ଗୋଟେ ଭୁଲ ହୋଇଯାଇଛି।
ସେଇ ଭୁଲ ପାଇଁ ତମେ ଯଦି ମତେ ମାରି ଖାଇବାକୁ ଚାହୁଁଛ ତାହେଲେ ଟିକେ ଅପେକ୍ଷା କର। ଆଉ ତ ଅଳ୍ପ ବାଟ ରହିଲା କୂଳ। ଡଙ୍ଗା କୂଳରେ ନାଗିଗଲେ ଆମେ ଶୁଖିଲାକୁ ଚାଲିଯିବା। ତାପରେ ଯାଇ ତମେ ମତେ ଖାଇଦବ। ଆଉ କଣ? ମୁଁ ତୁମକୁ ଏତେ ଦିନ ଭୋକରେ ରଖିଛି ବୋଲି ମୋ ମନ ବି ଭାରି ଦୁଃଖ। ତମେ ଯଦି ମତେ ଖାଇ ତମ ଭୋକ ମେଣ୍ଟାଇ ପାରିବ ତୁମଠାରୁ ମୁଁ ବେଶୀ ଖୁସି ହେବି। ଆଉ ତମ ଭୋକ ମେଣ୍ଟିଲେ ମୋର ମଧ୍ୟ ବହୁତ ପୁଣ୍ୟ ହେବ। ବିଲେଇ ମୂଷା କଥା ଶୁଣି ଅଟକି ଗଲା। ସତକୁ ସତ ଡଙ୍ଗାଟି ଲହରୀରେ ଭାସି ଭାସି ଯାଇ କୂଳରେ ଯେମିତି ଲାଗିଛି ଦୁହେଁ ଯାକ ଖପ୍ ଖାପେ ଶୁଖିଲାକୁ ଡେଇଁ ପଡ଼ିଲେ। ତାପରେ ଡଙ୍ଗାଟା ବି ବୁଡ଼ିଗଲା। ମୂଷା ଭାବିଥିଲା ଶୁଖିଲାକୁ ଆସିଲେ ଖସି ପଳାଇଯିବ। ହେଲେ ଓଦା ସରସର ଦେହଟା ଭାରି ଓଜନିଆ ହୋଇଥିବାରୁ ମୂଷା ଆଉ ଦୌଡ଼ି ଚାଲିଯିବାକୁ ସାହସ କଲାନି। ଏହି ସମୟରେ ବିଲେଇ ମୂଷା ବେକକୁ ଧରି ପକାଇଲା ଆଉ କହିଲା, ମୁଁ ତତେ ମୋ ସାଙ୍ଗ ବୋଲି ଭାବିଥିଲି, ହେଲେ ତୁ ମତେ ପାଣିରେ ବୁଡ଼ାଇ ମାରିବାକୁ ଚାହୁଁଥିଲୁ ନା? ହେଲେ ତୋର ଏବେ ଏଠି ଆଉ ସ୍ଥାନ ନାହିଁ। ତୋର ସ୍ଥାନ ହେଉଛି ମୋ ପେଟରେ। ସଙ୍ଗାତ, ତମେ ମତେ ଖାଇବ ଯେ, ହେଲେ ଟିକେ ଅପେକ୍ଷା କର। ଏ ଲୁଣି ପାଣିରେ ମୋ ଦେହଟା ଭାରି ଆଇଁଷିଣିଆ ହେଇଯାଇଛି। ଏ ନଈ ବାଲିରେ ଚାଲ ଟିକେ ଦେହକୁ ଶୁକେଇ ଦବା, ତାପରେ ଖାଇବ। ବିଲେଇ ତା ଦେହରେ ହାତ ମାରି ଦେଖିଲା ତା ଦେହଟା ବି ଲୁଣି ପାଣିରେ ଅଠା ଅଠା ଲାଗୁଛି। ତାପରେ ଦୁହେଁ ସେଇ ନଈ ବାଲିରେ ଖରାପ ହୋଇବାକୁ ଲାଗିଲେ। ମୂଷାର ତ କୁନି ଦେହଟିଏ ଚାହୁଁ ଚାହୁଁ 2 ମିନିଟରେ ଶୁଖିଗଲା। ହେଲେ ବିଲେଇର ତ ବଡ଼ ବଡ଼ ଲୋମ, ତେଣୁ ସେ ତା ନଖରେ ତା ଲୋମକୁ ଖେଳେଇ ଖେଳେଇ ଶୁକଉଥାଏ। ଏହି ସମୟରେ ମୂଷା ଆଡ଼େ ତାର ଆଉ ନଜର ନଥାଏ। ଏହି ମୌକାରେ ସେଇ ନଈ ବାଲିରେ ମୂଷା ଧୀରେ ଧୀରେ ଗାତଟିଏ ଖୋଳିଦେଲା ଓ ସେଇ ଗାତ ପାଖରେ ବସି ରହିଲା। ବିଲେଇ ଦେହ ଶୁଖିଗଲା ପରେ କହିଲା, ଆରେ ମୂଷା, ଆଜି ମୁଁ ତତେ ଖାଇ ମୁଁ ମୋର ଭୋକ ମେଣ୍ଟେଇବି। ମୋ ପାଖକୁ ଆ। ଏହା କହି ମୂଷା ଉପରକୁ କୁଦାଟିଏ ମାରିଲା। ମୂଷା ତ ତେଣେ ଗାତ ରେଡି କରି ରଖିଥାଏ। ଚଟ କରି ଗାତ ଭିତରେ ପଶିଗଲା। ବିଲେଇ ରାଗି ଯାଇ କହିଲା, ହଉ ରେ ବଦମାସ ମୂଷା, ଏ ଗାତରୁ କେବେ ତ ବାହାରକୁ ବାହାରିବୁ? ବାହାର, ମୁଁ ଏଇଠି ଜଗିକି ବସିଲି। ଯେତେବେଳେ ବାହାରିବୁ ମୁଁ ତତେ ଆଗ ଖାଇବି। ଗାତ ମୂଳରେ ଗୋଟିଏ ଆସନ ପକାଇ ବସି ରହିଲା। ମୂଷା ଗାତ ଭିତରୁ କହିଲା, ବସିଥା ବସିଥାରେ ମୂର୍ଖ ବିଲେଇ, ବସିଥା। ମୁଁ ବାହାରିଲେ ମତେ ଖାଇବି। ବିଲେଇ ସେମିତି ଗାତ ମୂଳେ ବହୁତ ଦିନ ଜଗି ବସିଲା। କାଳେ ଗାତ ଛାଡ଼ି ଚାଲିଗଲେ ମୂଷା ଗାତରୁ ବାହାରି ଚାଲିଯିବ। ଅଖିଆ ଅପିଆ ସେମିତି ଜଗି ବସିଲା। ମୂଷା ଭିତରେ ଭିତରେ ଗାତ କରି ଅନ୍ୟ ଜାଗାରେ ବାହାରିଲା ଏବଂ ଗାଁରେ ଯାଇ ମହା ଆନନ୍ଦରେ ରହିଲା। ବିଲେଇ ସେମିତି ଅଖିଆ ଅପିଆ ଜଗି ଜଗି ଦୁର୍ବଳ ହୋଇଯିବାରୁ ସିଏ ବି ଗାଁକୁ ଚାଲିଗଲା। ସେଇଦିନଠାରୁ ମୂଷା ବିଲେଇର ଚିରଶତ୍ରୁ ହୋଇଗଲା। ସେଇଦିନଠାରୁ ବିଲେଇ ମୂଷାମାନଙ୍କୁ ଖୋଜି ଖୋଜି ମାରି ଖାଇବାକୁ ଲାଗିଲା। ଜୟ ଜଗନ୍ନାଥ, ନମସ୍କାର।